ନୂଆପଡ଼ା ଜିଲ୍ଲାରୁ ଏକ ବଡ଼ ଖବର। ବିକାଶର ନାରା ଭିତରେ ହଜିଯାଇଛି ମୌଳିକ ସୁବିଧା। ମରାମତି ଅଭାବରୁ ଏବେ କାଦୁଆ ସରସର ହେଉଛି ଗାଁର ମୁଖ୍ୟ ରାସ୍ତା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଟିଆଗୁଡ଼ା ପଞ୍ଚାୟତର ମହୁଲପଡ଼ା ଗ୍ରାମ ସମସ୍ୟା ଦୀର୍ଘଦିନ ଧରି ମରାମତି ହୋଇନଥିବାରୁ ଗାଁର ମୁଖ୍ୟ ରାସ୍ତା ଏବେ ନର୍କରେ ପରିଣତ ହୋଇଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ କାଦୁଆ ସହ ପାଣି ଜମି ରହୁଛି। ପ୍ରଭାବ କେବଳ ପଥଚାରୀ ନୁହନ୍ତି, ବରଂ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ସବୁଠୁ ଅଧିକ ହଇରାଣ ହେଉଛନ୍ତି ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ଓ ଦୈନିକ ମଜୁରିଆ। ଗ୍ରାମବାସୀଙ୍କ ଅଭିଯୋଗ। ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ସମସ୍ୟା ବାବଦରେ ବହୁଥର ପ୍ରଶାସନ ଓ ସମ୍ବନ୍ଧିତ ବିଭାଗକୁ ଜଣାଯାଇଛି, କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ିବାରେ ଲାଗିଛି। ପ୍ରଶାସନ ତୁରନ୍ତ ଏହି ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରୁ ଏବଂ ଗ୍ରାମବାସୀଙ୍କ ଯାତାୟାତ ସୁବିଧାକୁ ସୁନିଶ୍ଚିତ କରୁ ବୋଲି ସ୍ଥାନୀୟ ବାସିନ୍ଦା ଜୋରଦାର ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ସାଗର ଖବର। ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ।